ସବୁ ସମସ୍ୟାର ସମାଧାନ ହେବ। ସମସ୍ତ କାର୍ଯ୍ୟରେ ମିଳିବାକୁ ଯାଉଛି ସଫଳତା। ଜୀବନରେ ଭରିଯିବ ଅସରନ୍ତି ସୁଖ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ଆପଣମାନଙ୍କୁ ଏକ ନୂଆ ଭିଡ଼ିଓରେ ସ୍ୱାଗତ କରୁଛି। ତେବେ ଦର୍ଶକ ବନ୍ଧୁ, ଆଜି ଏହି ଭିଡ଼ିଓରେ ଜାଣିବା ମଙ୍ଗଳ ଗ୍ରହଙ୍କର ନିଜର ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି। ଦର୍ଶକ ବନ୍ଧୁ, ଶ୍ରାବଣ ମାସର ଆରମ୍ଭ ହୋଇଯାଇଅଛି ଏବଂ ଏହି ଶ୍ରାବଣ ମାସ ଜୁଲାଇ 22 ତାରିଖରୁ ଆରମ୍ଭ ହୋଇଯାଇ ସାରିଛି ଏବଂ ଏହି ଶ୍ରାବଣ ମାସ ଆରମ୍ଭରୁ ମଙ୍ଗଳ ଗ୍ରହ ନିଜର ନକ୍ଷତ୍ର ପରିବର୍ତ୍ତନ କରିସାରିଛନ୍ତି, ଯାହାକି ରୋହିଣୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଯାହା ପ୍ରଭାବରେ ଆସୁଥିବା 2035 ପର୍ଯ୍ୟନ୍ତ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି, ଯାହାକି କ୍ୟାରିୟରରେ ଅତ୍ୟନ୍ତ ସଫଳତା ମିଳିବା ସହିତ ପ୍ରେମ ଜୀବନ ଏବଂ ଚାକିରି ଜୀବନରେ ଦେଖାଯିବ ଏହାର ପ୍ରଭାବ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କର ଶୁଭ ସ୍ଥିତି ରହିବ ଏବଂ ମଙ୍ଗଳଙ୍କର ପ୍ରଭାବରୁ କେଉଁ କେଉଁ ରାଶିର ବ୍ୟକ୍ତିମାନେ ଭାଗ୍ୟଶାଳୀ ବନିବାକୁ ଯାଉଛନ୍ତି। ତେବେ ଦର୍ଶକ ବନ୍ଧୁ, ମଙ୍ଗଳ ଗ୍ରହ ହେଉଛନ୍ତି ସାହସ, ଶକ୍ତିର ଆଧାର ଏବଂ ସୁଖପ୍ରଦାୟକ ଗ୍ରହ ବୋଲି ବିବେଚନା କରାଯାଇଛି। ଯେତେବେଳେ ମନୁଷ୍ୟର କୁଣ୍ଡଳୀରେ ମଙ୍ଗଳ ଶକ୍ତିଶାଳୀ ହୁଅନ୍ତି, ମଣିଷ ଜୀବନରେ ପ୍ରତ୍ୟେକଟି ସୁଖ ଶାନ୍ତିରେ ପରିପୂର୍ଣ୍ଣ ହୋଇଯାଇଥାଏ। ତେବେ ଦର୍ଶକ ବନ୍ଧୁ, 2024 ମସିହାରେ ପବିତ୍ର ଶ୍ରାବଣ ମାସର ପ୍ରଥମ ଦିନରୁ ମଙ୍ଗଳଙ୍କର ନକ୍ଷତ୍ର ପରିବର୍ତ୍ତନ ହୋଇସାରିଛି, ଯାହାଫଳରେ କି ଅତ୍ୟନ୍ତ ସକାରାତ୍ମକ ପ୍ରଭାବ ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଲାଗି ରହିବ, ଯାହାକି କିଛି ରାଶିର ବ୍ୟକ୍ତିମାନଙ୍କ ଜୀବନରେ। ତେବେ ଦର୍ଶକ ବନ୍ଧୁ, ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଯାହାକି ମଙ୍ଗଳଙ୍କର ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭଦାୟକ, ଯାହାକି ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ଅନେକ ଗୁଡ଼ିଏ ରାଶି ଉପରେ ଏହାର ଶୁଭ ଫଳ ପଡ଼ିବାକୁ ଯାଉଛି ବା ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି, ଯାହାକି ମଙ୍ଗଳଙ୍କର ସ୍ଥିତି ଅତ୍ୟନ୍ତ ମଜବୁତ ରହିଥିବାରୁ ଏହା ଅତ୍ୟନ୍ତ ଭାଗ୍ୟଶାଳୀ ହେବା ପାଇଁ ଯାଉଛନ୍ତି, ଯାହାକି ସମସ୍ତ ପ୍ରକାରର ଆର୍ଥିକ ସମସ୍ୟା ଦୂର ହେବା ସହିତ ଦୀର୍ଘ ଦିନର ଦୁଃଖ ଯନ୍ତ୍ରଣା ଓ ସମସ୍ୟା ସମାଧାନ ହେବାକୁ ଯାଉଛି। ତେବେ ଦର୍ଶକ ବନ୍ଧୁ, ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ବର୍ତ୍ତମାନ ବୃଷ ରାଶିରେ ଅବସ୍ଥାନ କରିଛନ୍ତି, ଯାହାକି 22 ଜୁଲାଇ ଶ୍ରାବଣ ମାସର ପ୍ରଥମ ଦିନରୁ ମଙ୍ଗଳ ରୋହିଣୀ ନକ୍ଷତ୍ରରେ ଗମନାଗମନ ଆରମ୍ଭ କରିଛନ୍ତି। ଏହି ଆରମ୍ଭରୁ ଯାହାକି 4 ଗୋଟି ରାଶି ଉପରେ ଏହାର ପ୍ରଭାବ ମଧ୍ୟ ଆରମ୍ଭ ହୋଇସାରିଛି। ଏହି ପ୍ରଭାବ ଯାହାକି ମଙ୍ଗଳଙ୍କର ଶୁଭ ସ୍ଥିତିକୁ 2024ରୁ 2035 ଏହି 4ଟି ରାଶିଙ୍କ ଉପରେ ରହିବ, ଯାହାଫଳରେ କି ଏହି 4 ଗୋଟି ରାଶିର ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ। ତେବେ ଦର୍ଶକ ବନ୍ଧୁ, ସେହି ସବୁ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ଜାଣିବା ପାଇଁ ହେଲେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, ଯାହା ଉପରେ କି ମଙ୍ଗଳଙ୍କ ଉପରେ ସ୍ଥିତି ଅତ୍ୟନ୍ତ ଶୁଭଦାୟକ ରହିଛି, ତାହା ଆପଣମାନେ ନିଶ୍ଚିନ୍ତ ଭାବରେ ଜାଣିପାରିବେ। ଏବଂ ସେହିପରି ଦର୍ଶକ ବନ୍ଧୁ, ଆପଣ ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓରେ ଆପଣଙ୍କର ସୁନ୍ଦର ମତାମତ ଦିଅନ୍ତୁ। ଏବଂ ଯଦି ଆପଣମାନଙ୍କୁ ଆମ ଭିଡ଼ିଓ ଭଲ ଲାଗୁଥାଏ ତାହେଲେ କମେଣ୍ଟରେ ଜୟ ଶନିଦେବ ବୋଲି ଲେଖିଦିଅନ୍ତୁ। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କାଳଚକ୍ରର ସେହି 12ଟି ରାଶି ମଧ୍ୟରୁ କିଏ ସେହି ଭାଗ୍ୟଶାଳୀ ରାଶି। ତେବେ ଦର୍ଶକ ବନ୍ଧୁ, ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ 2024 ମସିହା ଶ୍ରାବଣ ମାସଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଯାଇଅଛି, ଯାହାକି ଏହି ସମୟ ମଧ୍ୟରେ ମଙ୍ଗଳଙ୍କର ଦୃଢ଼ ସ୍ଥିତି ହେତୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁକି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁକି ଯାଉଛନ୍ତି, ଯାହାକି 2035 ପର୍ଯ୍ୟନ୍ତ। ସେହିପରି ଦର୍ଶକ ବନ୍ଧୁ, 2035 ପୂର୍ବରୁ ମାଲି ମକଦ୍ଦମାରେ ବିଜୟୀ ହେବେ। ଏହି ରାଶିର ବ୍ୟକ୍ତିମାନଙ୍କର ବ୍ୟବସାୟରେ ବହୁତ ଭଲ ଆୟର ପନ୍ଥା ବଢ଼ିବ ଏବଂ ସେହିପରି ଦର୍ଶକ ବନ୍ଧୁ, ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଏହି ସମୟ ଅବଧି ମଧ୍ୟରେ ଆପଣମାନଙ୍କର ପରିବାରରେ ସୁଖ ସମୃଦ୍ଧି ଭରି ରହିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ ଏବଂ ପ୍ରତିଷ୍ଠା ମଧ୍ୟ ପାଇବେ। ସେହିପରି ଦର୍ଶକ ବନ୍ଧୁ, ଏହି ସମୟ ଅବଧି ମଧ୍ୟରେ ଆପଣମାନେ ନୂଆ ବ୍ୟବସାୟ ଆରମ୍ଭ କରିବାର ଅତ୍ୟନ୍ତ ଯୋଗ ରହିଛି। ମା ମହାଲକ୍ଷ୍ମୀଙ୍କ କୃପାରୁ
ଆପଣମାନଙ୍କର ସମସ୍ତ ପ୍ରକାର ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବ, ଯାହାକି ଆପଣମାନଙ୍କର ଆର୍ଥିକ ସ୍ଥିତି ଅତ୍ୟନ୍ତ ଭଲ ରହିବ। ଏହି ସମୟ ଅବଧି ମଧ୍ୟରେ ଆପଣମାନେ ନୂତନ ଗୃହ ପ୍ରବେଶ କରିପାରନ୍ତି। ଏହିପରି ଆପଣ ନୂତନ ଭୂମି ମଧ୍ୟ କ୍ରୟ କରିପାରନ୍ତି କିମ୍ବା ଯାନବାହନ କିଣିବାର ଅତ୍ୟନ୍ତ ଯୋଗ ରହିଛି। ତେବେ ଦର୍ଶକ ବନ୍ଧୁ, କହି ରଖୁଛି କି ମଙ୍ଗଳଙ୍କର ସ୍ଥିତି ଆପଣଙ୍କ ରାଶି ଉପରେ ଅତ୍ୟନ୍ତ ଶୁଭଦାୟକ। ଆପଣମାନଙ୍କର ଏବେଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି। ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କର ଏହି ରାଶି ହୋଇଥିଲେ ତେବେ ଆସନ୍ତୁ ଜାଣିବା ଭିଡ଼ିଓରେ ଆଗକୁ। ତେବେ ଆପଣମାନଙ୍କୁ ନିଶ୍ଚିତ ଶୁଭ ଫଳ ମିଳିବ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କିଏ ସେହି ପରବର୍ତ୍ତୀ ଭାଗ୍ୟଶାଳୀ ରାଶି। ଦର୍ଶକ ବନ୍ଧୁ, ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ଧନୁ ରାଶି। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଙ୍ଗଳଙ୍କର ସ୍ଥିତି ଅତ୍ୟନ୍ତ ଶୁଭଦାୟକ। ଏହି ରାଶିର ବ୍ୟକ୍ତିମାନେ ଯାହାକି ଚାକିରି କ୍ଷେତ୍ରରେ ଅଛନ୍ତି, ଆପଣମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଆପଣମାନେ ବିଦେଶ ଯିବାର ଯୋଗ ରହିଛି। ସେହିପରି ଦର୍ଶକ ବନ୍ଧୁ, ଆଗାମୀ 2026 ପର୍ଯ୍ୟନ୍ତ ଲେଖକ ଓ ସାମ୍ବାଦିକଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ, ଯାହାକି ଆପଣମାନେ ଆପଣଙ୍କର କାର୍ଯ୍ୟରେ ସଫଳତା ପାଇବେ। ସେହିପରି ଦର୍ଶକ ବନ୍ଧୁ, ଯେଉଁମାନେ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ଏବେଠାରୁ ଆପଣମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆସିଯାଇଅଛି। ଆପଣମାନେ ଯେକୌଣସି ବି କାର୍ଯ୍ୟ ଆରମ୍ଭ କରିବେ ଅତ୍ୟନ୍ତ ସଫଳତା ଲାଭ କରିବେ। ସେହିପରି ଏହି ରାଶିର ବ୍ୟକ୍ତିମାନଙ୍କର ଦୀର୍ଘ ଦିନ ଧରି ବିବାହର ସ୍ଥିର ହୋଇପାରୁନଥିଲା, ଏମାନଙ୍କର ବିବାହ ଯୋଗ ରହିଛି, ଯାହାକି ଯେଉଁ ସମୟରେ ଜାତକରେ ମଙ୍ଗଳଙ୍କ ସ୍ଥିତି ଅତ୍ୟନ୍ତ ଶୁଭଦାୟକ ହୋଇଥାଏ, ସେହି ସମୟରେ ସେହି ରାଶିଧାରୀ ବ୍ୟକ୍ତିମାନଙ୍କ ଭାଗ୍ୟରେ ଅଚାନକ ଭାବରେ ପରିବର୍ତ୍ତନ ଦେଖା ଦେଇଥାଏ। ତେବେ ଦର୍ଶକ ବନ୍ଧୁ, ସେହିପରି ମଙ୍ଗଳଙ୍କର ସ୍ଥିତି ମଜବୁତ ଥିବାରୁ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଭରି ରହିବା ସହିତ ସମାଜରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ରାଶିର ବ୍ୟକ୍ତି ବ୍ୟବସାୟ କରୁଥିଲେ ଅତ୍ୟନ୍ତ ଶୁଭ ସମୟ ଆସିଯାଇଛି, ଯାହାକି ଆପଣମାନଙ୍କର ବେପାର ବାଣିଜ୍ୟରେ ଉନ୍ନତି ଦେଖାଦେବ ଓ ଆର୍ଥିକ ଲାଭବାନ ମଧ୍ୟ ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଏହି ରାଶିର ବିଦ୍ୟାର୍ଥୀମାନଙ୍କ ପାଇଁ କି ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଛି। ପରୀକ୍ଷାରେ କୃତକାର୍ଯ୍ୟ ହେବେ। ପାରିବାରିକ ସମ୍ପର୍କ ନିବିଡ଼ ହେବ। ମନୋମାଳିନ୍ୟ ଦୂର ହେବ। ବୈବାହିକ ଜୀବନ ଅତି ସୁନ୍ଦର ଭାବରେ ବିତିବ। ତେବେ ଦର୍ଶକ ବନ୍ଧୁ, ମଙ୍ଗଳ ଯେଉଁ ସମୟରେ ଭଲ ସ୍ଥିତିରେ ରହିଥାନ୍ତି, ସେହି ରାଶିର ବ୍ୟକ୍ତିମାନଙ୍କର ଅଚାନକ ଭାଗ୍ୟରେ ବଡ଼ ଧରଣର ପରିବର୍ତ୍ତନ ଘଟିଥାଏ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା କିଏ ସେହି ପରବର୍ତ୍ତୀ ଭାଗ୍ୟଶାଳୀ ରାଶି। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କର୍କଟ ରାଶି। କର୍କଟ ରାଶିର ବ୍ୟକ୍ତିଙ୍କର କୁଣ୍ଡଳୀରେ ଏବେଠାରୁ ମଙ୍ଗଳଙ୍କ ସ୍ଥିତି ଅତ୍ୟନ୍ତ ମଜବୁତ ରହିଛି, ଯାହାକି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁକି ସ୍ୱାସ୍ଥ୍ୟରେ ଅତ୍ୟନ୍ତ ଉନ୍ନତି ଆଣିବା ପାଇଁ ଯାଉଛି ଏବଂ ସେହିପରି ଆପଣମାନଙ୍କର ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ମୁକ୍ତି ପାଇବେ। ଏହି ସମୟରେ ସାଙ୍ଗମାନଙ୍କ ସହିତ ସମ୍ପର୍କ ଅଧିକ ବିଶ୍ୱସ୍ତ ଏବଂ ମଜବୁତ ହେବ। ସେହିପରି ଦର୍ଶକ ବନ୍ଧୁ, ବ୍ୟବସାୟୀମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହୋଇଯାଇଅଛି, ଯାହାକି ନିଜର ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବା ସହିତ ଆର୍ଥିକ ଲାଭବାନ ମଧ୍ୟ ହେବେ। ସେହିପରି ଏହି ରାଶିର ବ୍ୟକ୍ତି ନୂତନ ବ୍ୟବସାୟ ଆରମ୍ଭ କରିବାର ସୁଯୋଗ ମିଳିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ନୂତନ ରୋଜଗାରର ବାଟ ଫିଟିବ। ଏମାନେ ନୂତନ ବ୍ୟବସାୟ କରିବାର ପନ୍ଥା ବାଛି ନେବେ। ସେହିପରି ଦର୍ଶକ ବନ୍ଧୁ, 2035 ପର୍ଯ୍ୟନ୍ତ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଭରି ରହିବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ ଉନ୍ନତି ଦେଖାଦେବ। ଏହି ସମୟ ମଧ୍ୟରେ ଆପଣଙ୍କର ନୂତନ ଯାନବାହନ ଓ ଭୂମି ମଧ୍ୟ କ୍ରୟ କରିପାରନ୍ତି। ଏହି ସମୟ ମଧ୍ୟରେ ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପୂର୍ବରୁ ଥିବା ସମସ୍ତ ଆର୍ଥିକ ସଙ୍କଟ ଦୂର ହେବ। ବକେୟା ଋଣ ପରିଶୋଧ କରିବେ। ନୂତନ ଗୃହ କାର୍ଯ୍ୟ ଆରମ୍ଭ କରିପାରନ୍ତି। ବିବାହ ଯୋଗ ମଧ୍ୟ ରହିଛି। ଏହି ସମୟ ମଧ୍ୟରେ ସନ୍ତାନ ଲାଭର ଯୋଗ ରହିଛି। ବନ୍ଧୁଗଣ, କହି ରଖୁଛୁ କି ଯେଉଁ ସମୟରେ ମଙ୍ଗଳଙ୍କର ଗ୍ରହ ସ୍ଥିତି ଭଲ ଥାଏ, ସେହି ସମୟ ମଧ୍ୟରେ ସବୁ ମାଙ୍ଗଳିକ କାର୍ଯ୍ୟ ହୋଇଥାଏ। ଭାଗ୍ୟ ପୂର୍ଣ୍ଣ ସହଯୋଗ କରିଥାଏ ଓ ଭାଗ୍ୟ ଅଚାନକ ପରିବର୍ତ୍ତନ ହେବା ଦ୍ୱାରା ଆପଣଙ୍କର ସବୁଥିରେ ଜୟ ଜୟକାର ହୋଇଥାଏ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଜାଣିବା ସେହି ଚତୁର୍ଥ ଭାଗ୍ୟଶାଳୀ ରାଶି ବିଷୟରେ। ସେହି ଭାଗ୍ୟଶାଳୀ ରାଶିଟି ହେଉଛି କେଉଁ ରାଶି? ସେହି ଭାଗ୍ୟଶାଳୀ ରାଶିଟି ହେଉଛି ସିଂହ ରାଶି। ତେବେ ଦର୍ଶକ ବନ୍ଧୁ, ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ 2024ରୁ 2035 ଯାଏ
ମଙ୍ଗଳଙ୍କର ସ୍ଥିତି ଅତ୍ୟନ୍ତ ଶୁଭଦାୟକ ରହିବ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବହୁତ ଭଲ ଅଗ୍ରଗତି କରିବେ। ଏହା ସହିତ ଆପଣମାନଙ୍କର ଦାମ୍ପତ୍ୟ ଜୀବନରେ ଅତ୍ୟନ୍ତ ମଧୁମୟ ହେବ ଏବଂ ସେହିପରି ପ୍ରେମୀ ଯୁଗଳଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। ଏହି ସମୟ ଅବଧି ଭିତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତାନ୍ତର ଓ ମନାନ୍ତର ଦୂରୀଭୂତ ହେବ। ସେହିପରି ବ୍ୟବସାୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ ଭଲ ସମୟ ରହିବ। ଅଚାନକ ଧନ ଲାଭ ହେବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ମଧ୍ୟରେ ଆପଣମାନେ ଧନ ସଞ୍ଚୟ କରିବେ। ବ୍ୟବସାୟରେ ଉନ୍ନତି ଦେଖାଦେବ। ଯେଉଁମାନେ ଚାକିରି କ୍ଷେତ୍ରରେ ରହୁଛନ୍ତି ପଦୋନ୍ନତି ପାଇବେ। ବେତନ ମଧ୍ୟ ବୃଦ୍ଧି ପାଇବ। ବିଦେଶ ଭ୍ରମଣ ଯୋଗ ରହିଅଛି। ଆପଣମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବେକାରୀ ସମସ୍ୟା ଦୂରୀଭୂତ ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଏହି ସମୟ ମଧ୍ୟରେ ଆପଣଙ୍କ ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ କୃତକାର୍ଯ୍ୟ ହେବେ। ଦର୍ଶକ ବନ୍ଧୁ, ଆପଣଙ୍କ ରାଶି ମଙ୍ଗଳଙ୍କ ସ୍ଥିତି ଅତ୍ୟନ୍ତ ଶୁଭଦାୟକ ରହୁଛି। ତେଣୁ ସବୁ କାର୍ଯ୍ୟରେ ଆପଣ ସଫଳତା ଲାଭ କରିବେ। ଏହା ଥିଲା 4ଟି ରାଶିର ଭାଗ୍ୟଫଳ। ତେବେ ଦର୍ଶକ ବନ୍ଧୁ, 2024ରୁ 2035 ପର୍ଯ୍ୟନ୍ତ ଏ ଥିଲା ଆପଣଙ୍କର ଜାତକ ଗଣନା। ତେବେ ଦର୍ଶକ ବନ୍ଧୁ, ମୁଁ ଆଶା କରିବି ଆପଣମାନେ ନିଶ୍ଚିତ ଏ ଭିଡ଼ିଓ ଦ୍ୱାରା କିଛି ଉପକୃତ ହେବେ ଏବଂ ଆପଣମାନେ ନିଶ୍ଚିତ ଲାଭବାନ ହେବେ। ତେବେ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ଆମ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଲାଇକ୍ କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ ଏବଂ ଆପଣଙ୍କର ସୁନ୍ଦର ସୁନ୍ଦର ମତାମତ ଆମକୁ ଦେବେ। ଜୟ ଜଗନ୍ନାଥ, ଜୟ ଶନିଦେବ, ଜୟ ଶନିଶ୍ଚର।